ନମସ୍କାର ଆଜ୍ଞା। ୟାଙ୍କେ ଆଜି କ'ଣ ତୋଳା ହଉଛନ୍ତି ହେ? ଆହେ ଆଙ୍କେ ପରା କାନ୍ଦୁଲ ହେ, ମୋ ଛୋଟ ବଗିଚାରେ ହେଇଥିବା କାନ୍ଦୁଲ ଦେଖ। ଆମ ମାମା ଯାଇକିରି ସବୁ ବାଛି ବାଛିକିରି କାନ୍ଦୁଲ ଗଣ୍ଡେ ତୋଳିକି ଧରି ପଳେଇ ଆଇଲେ। ଗୋଟେ ଥାଳିଆରେ ଥାଳିଆଟେ କାନ୍ଦୁଲ ହେଲା ହେ। ଦେଖ କାନ୍ଦୁଲ ଯାକ ସବୁ କେମିତି ଟୁରା ଟୁରା ନେଳିଆ ନେଳିଆ ସବୁ ହେଇଛି। ସେଇ କାନ୍ଦୁଲ ସବୁକୁ ଆଣିକିରି ତାର ଚୋପା ଚୋପି ସବୁ ଛଡ଼େଇ ଦେଇକିରି ମୋର ଝିଅ ତ ଲାଗି ପଡ଼ିଛି ଏଠି କାନ୍ଦୁଲ ମଞ୍ଜି ଛଡ଼େଇବାରେ ଆଉ। ସେଇ ସବୁ କାନ୍ଦୁଲ ମଞ୍ଜିକୁ ଗୋଟି ଗୋଟି କରି ଚୋପା ଛଡ଼େଇ ସାରିକିରି ଗୋଟେ ସାଇଡ଼ରେ ରଖିଦେବା। ହେଲେ ଏ କାନ୍ଦୁଲ ମଞ୍ଜିକି କ'ଣ କରିବା? ହେ ଆଉ ଥରେ ସେ କାନ୍ଦୁଲ ସିନା ବାହାରିଲା। କାନ୍ଦୁଲ ମଞ୍ଜିକି କ'ଣ କରିବା ନା ଆଙ୍କୁ କାନ୍ଦୁଲ ମଞ୍ଜିକି ଆଙ୍କୁ ଖଟା ମିଠା ଟମାଟୋ ଖଟାରେ ପକେଇବା ହେ। ଏ ଖଟା ଆଙ୍କେ କେମିତି ତିଆରି ହେବେ ହେ? ନା ଖଟା ମିଠା ବିନା ତେନ୍ତୁଳି ଦିଆ ଖଟା ମିଠା ଟମାଟୋ ଗଣ୍ଡେ ଆଣି ତାକୁ ଭଲ ଭାବରେ ପାଣିରେ ଧୋଇ ଦେଇ ତାକୁ ବଡ଼ କାନ୍ଦୁଲକୁ ସବୁ ସାଇଡ଼ରେ ଆସନ୍ତୁ। ଟମାଟୋ ଖଟା ବଡ଼ କାନ୍ଦୁଲ ହେବା ପାଇଁ କିଅଣ କିଅଣ ସବୁ ଅଛନ୍ତି? କଟା ଟମାଟୋ ଅଛନ୍ତି, ବଡ଼ କାନ୍ଦୁଲ ଅଛନ୍ତି। ବଡ଼ କାନ୍ଦୁଲ ଦେଖନ୍ତୁ କେତେ ସାରା ବାହାରିଛନ୍ତି। ତା ସହିତ କଟା ପିଆଜ ଅଛନ୍ତି, ତା ସହିତ ଭଲ ପର୍ଜଣା ଜିରା ସୋରିଷ ପଞ୍ଚୁ ଫୁଟାଣ ଘର ତିଆରି ବଡ଼ି ବେରସିଙ୍ଗା ପତ୍ର କଞ୍ଚା ମରିଚ ତା ସାଙ୍ଗକୁ ଆଉ ଟିକିଏ ଅଛନ୍ତି ମିରସିଙ୍ଗା ପତ୍ର। ମିରସିଙ୍ଗା ପତ୍ର ସବୁ ଦେଖନ୍ତୁ ଭଲ ଭାବରେ। ତାପରେ ଅନ୍ କରିବା ଗ୍ୟାସକୁ ଅନ୍ କରି ପକାଇଦେବା ବଡ଼ି, ଘର ତିଆରି ବଡ଼ିକୁ ଭଲ ଭାବରେ ରଙ୍ଗ ଜର କରି ଭାଜିକି ରଖିଦେବା। ତାପରେ ଆମର ପ୍ରସ୍ତୁତ ହେବ ଦେଶୀ ବଡ଼ କାନ୍ଦୁଲ ଦିଆ ଖଟା। ସୋରିଷ ତେଲ ଅଳ୍ପ ସୋରିଷ ତେଲ ଦେଇ ତା ଦିହରେ ଭଲ ପର୍ଜଣା ଗୋଟେ ଦବା ହେ। ଭଲ ପର୍ଜଣା ବୋଲେ କିଅଣ ହେ? ଭଲ ପର୍ଜଣା ବୋଲେ ଜିରା ସୋରିଷ ମେଥି ପାନ ମଧୁରୀ ଭୃଷଙ୍ଗ ପତ୍ର କଞ୍ଚା ମରିଚ ଆଉ ଅଳ୍ପ ମାତ୍ର ଟିକିଏ ହେଙ୍ଗୁ ହେ। ଭଲ ପର୍ଜଣା ଏବେ ତାଙ୍କର ମହକ ଛାଡ଼ି ସାରିଲେଣି। ମହକ ଛାଡ଼ି ସାରିବା ପରେ ଆମେ କିଅଣ କରିବା ହେ? ତାପରେ କାଟିଥିବା ଟମାଟୋକୁ ଆଣି ତା ଦିହରେ ପକାଇଦେବା ହେ। ଏଠି ଆମ ତ ଦେଖନ୍ତୁ ଭଲ ଗୁଡ଼ ଟିକେ ନେବା ହେ। ଚିନି ନାହିଁ ହେ, ଗୁଡ଼ ନେବା। ଦେଶୀ ପ୍ରଣାଳୀରେ କରିବା ପରା ହେ, ସେଥିପାଇଁ ଗୁଡ଼। ତାପରେ କାନ୍ଦୁଲ ମଞ୍ଜି ସବୁ ଆଣିକି ତା ଦେହରେ ପକାଇଦେବା। ତା ଦେହରେ ଅଳ୍ପ ଲୁଣ ହଳଦୀ ଗୁଣ୍ଡ ଦେଇ ତାକୁ ଭଲ ଭାବରେ ଘୋଡ଼ାଇ ନେବା। ଇଏ ସିଝି ସାରିବା ପରେ ଅଳ୍ପ ଟିକେ ପାଣି ଦେଇ ସାରି ତାକୁ ଭଲ ଭାବରେ ଘାଣ୍ଟ ଘୁଣ୍ଟି କରି ତା ଦିହରେ ଭଜା ବଡ଼ିକି ତା ଦିହରେ ସମର୍ପଣ ଆମେ କରିଦେବା। ତା ସହିତ ଅଳ୍ପ ଟିକେ ମସଲା ଗୁଣ୍ଡକୁ ମଧ୍ୟ ସମର୍ପଣ କରେଇଦେବା। ତାପରେ ବଡ଼ି ସବୁକୁ ସେ ଦିହରେ ପକାଇ ଘଣ୍ଟା ଘଣ୍ଟି କରିଦେବା। ଘଣ୍ଟା ଘଣ୍ଟି ସରିଲା ପରେ ତ ହେଇଗଲା ଆମର ମୁସମୁସିଆ ବଡ଼ କାନ୍ଦୁଲ ଦିଆ ଟମାଟୋ ଖଟା। ସବୁ ବ୍ୟଞ୍ଜନ ସହ ପରା ଆଙ୍କେ ଭଲ ମେଳ ଖାଆନ୍ତି। ଉତ୍ତମ ମେଳମାନଙ୍କ ପରା ରାଜଜଟକ ବୋଲି ଖାଦ୍ୟ ରସ ରାଶିକା ପାଞ୍ଜିକାରେ ବର୍ଣ୍ଣିତ ହୋଇଛି। ଟମାଟୋ ଖଟା ଆଙ୍କୁ ଯାହା ସହିତ ମିଳେ ଏବେ